খুব শীঘ্র গঠন ହେବ নূতন ସରକାର ଜୁନ୍ 5 ତାରିଖ ଦିନ ଦିଲ୍ଲୀରେ ଏନ୍ଡିଏ ନିର୍ବାଚନ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଯଥାଶୀଘ୍ର ଏକ ନୂତନ ସରକାର ଗଠନ ବିଷୟରେ ଆଲୋଚନା କରିଥିଲେ। ସୂତ୍ରରୁ ପ୍ରକାଶ ଯେ ନୀତିଶ କୁମାର କହିଛନ୍ତି ଯେ ନୂତନ ସରକାର ଗଠନରେ କୌଣସି ବିଳମ୍ବ ହେବା ଉଚିତ ନୁହେଁ ଏବଂ ଏହି କାର୍ଯ୍ୟ ଯଥାଶୀଘ୍ର କରାଯିବା ଉଚିତ। ଏଠାରେ କହି ରଖୁ ଯେ ଏନ୍ଡିଏ ବୈଠକ ପରେ ନିର୍ବାଚନ ମଣ୍ଡଳୀ ଦଳ ମନ୍ତ୍ରଣାଳୟ ଦାବି କରିବା ଆରମ୍ଭ କରିଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ନୀତିଶ କୁମାର ରେଳ ମନ୍ତ୍ରଣାଳୟ ଦାବି କରିଥିବା ବେଳେ ଚନ୍ଦ୍ରବାବୁ ବାଚସ୍ପତି ପଦ ମାଗିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ସରକାର ଜୁନ୍ 9ରେ ଶପଥ ଗ୍ରହଣ କରିବେ ଓ ଶପଥ ଗ୍ରହଣ ସମାରୋହ ସନ୍ଧ୍ୟା 7:15ରେ ଅନୁଷ୍ଠିତ ହେବ। ସୂତ୍ରରୁ ପ୍ରକାଶ ଯେ ମୋଦିଙ୍କ ତୃତୀୟ ପାଳିର ଶପଥ ଗ୍ରହଣ ସମାରୋହର ସୂଚୀ ପ୍ରକାଶ ପାଇଛି ଓ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ଏନ୍ଡିଏ ସରକାର ଜୁନ୍ 9 ତାରିଖରେ ସନ୍ଧ୍ୟା 7:15ରେ ଶପଥ ଗ୍ରହଣ କରିବେ। ସୂତ୍ରରୁ ପ୍ରକାଶ ଯେ ଏହାର ଚୂଡ଼ାନ୍ତ ସୂଚୀ ମଧ୍ୟ ସ୍ଥିର ହୋଇଛି ଓ ଏହା ପୂର୍ବରୁ 7 ଜୁନରେ ଏନ୍ଡିଏର ଗଠନକାରୀ ଦଳ ସାଂସଦମାନଙ୍କର ଏକ ବୈଠକ ହେବ। ଏଠାରେ କହି ରଖୁଛୁ ଯେ ଲୋକସଭା ନିର୍ବାଚନ 2024ର ଫଳାଫଳ ପ୍ରକାଶ ପାଇବା ପରେ ଏନ୍ଡିଏରେ ନିର୍ବାଚନ ମଣ୍ଡଳୀ ଦଳର ବରିଷ୍ଠ ନେତାଙ୍କ ଏକ ବୈଠକ 5 ଜୁନ୍ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ଜେପି ନାଡା, ରାଜନାଥ ସିଂ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ, ଚିରାଗ ପାଶୱାନ ଏବଂ ଅନ୍ୟ ନେତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ସମସ୍ତେ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦିଙ୍କୁ ସେମାନଙ୍କର ନେତା ଭାବରେ ବାଛିଥିଲେ। ଜୁନ୍ 24, 2024ରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ କେନ୍ଦ୍ରରେ କାହା ସରକାର ଗଠନ କରାଯିବ ତାହା ମଧ୍ୟ ସ୍ଥିର ହୋଇଥିଲା। ଜନତା ଜନାର୍ଦ୍ଦନ ଏନ୍ଡିଏକୁ ବହୁମତ ଦେଇଛନ୍ତି ଓ ବିଜେପି ନେତୃତ୍ୱରେ ଏନ୍ଡିଏ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଓ ବର୍ତ୍ତମାନ ଶପଥ ଗ୍ରହଣ ସମାରୋହର ଦିନ ଏବଂ ସମୟ ମଧ୍ୟ ସ୍ଥିର ହୋଇଛି ଓ ଏଠାରେ କହି ରଖୁଛୁ ଯେ ନିର୍ବାଚନ ଫଳାଫଳ ବାହାରିବା ପରେ ଜୁନ୍ 9ରେ ଏନ୍ଡିଏ ନିର୍ବାଚନ ମଣ୍ଡଳୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନରେନ୍ଦ୍ର ମୋଦି ସର୍ବସମ୍ମତି କ୍ରମେ ନେତା ଭାବେ ନିର୍ବାଚିତ ହୋଇଥିଲେ।